Wonder Matra. Really, I don't know what happened to the Hadi of Randragani. I don't know what to talk about the problem. That's what it's not. आगरे विराजमान होती जगतकर्ता नारायण विश्वचिंतामणि अल्प समय या विषय किसी न कही पवित्र अनुष्ठान माध्यम लक्ष्मीनारायण को आह्वान कर चेष्टा
হিরে বড় ভাই ভূষণ হ্যাঁ 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 সর্বপ্রথমে গ্রামে পৌঁছলে আতিথ্যতা গ্রহণ করে যাহা তাকে উপক্রম পালন ঘরে রঙিন চুলা করে কলাকার করতে হবে চাণক্য পদে লিখিছেন লিখিছেন চাণক্য কর্তব্য পরায়ণে ধন কব চাণক্য কোন লিখিলে কর্তব্য পরায়ণে ধন কব সর্জন বাপায় ধরা পুস্তକ ଜନ୍ମ ହେଇଛନ୍ତି ଏ ସମାଜରେ ଚଳିବାକୁ ହେଲେ ଅବା କର୍ତ୍ତବ୍ୟ ଦରକାର ସେଟା ଚାଣକ୍ୟ ଲେଖିଲେ ତେଣୁ ଆମେ ପାରାମରା ହିସାବରେ ଆମର କର୍ତ୍ତବ୍ୟ କରିବା ଦରକାର କରିବାକୁ ପଡ଼ିବ ପୁଣି ଖାଇଛ ମାନେ ତୁମେ ହଣା ନେଇଯିବ ତେଣୁ କର୍ତ୍ତବ୍ୟ ପରାୟଣରେ ଧନ ପୌର ସର୍ଜନ ସର୍ବପ୍ରଥମେ ନୀତି ନିୟମାନୁସାରେ ଯିବାକୁ ପଡ଼ିବ କାହିଁକି ନା ପୁରାତନ ପ୍ରାଚୀନ ପ୍ରଥା ଅନୁସାରେ କଳା ସାହିତ୍ୟ ସଂସ୍କୃତି ଚର୍ଚ୍ଚିତ ବୈପାରୀ ଗ୍ରାମର ଗୁରୁଜନମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଏବଂ ମା ମାଉସୀମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଏବଂ ମୋ ସାଙ୍ଗସାଥିମାନଙ୍କୁ ମୋର ନମସ୍କାର ଏବଂ ମୋର ଛୋଟ ଛୋଟ ପିଲା କୁନି ଭାଇ ଭଉଣୀମାନଙ୍କୁ ମୋର ଆଶୀର୍ବାଦ ମୋର ସେଇଠି କଥା କଳା ସାହିତ୍ୟ ସଂସ୍କୃତି ଅନୁସାରେ ଯିବାକୁ ହେଲେ କଣ କରିବାକୁ ପଡ଼ିବ ନାରାୟଣଙ୍କ ଦରବାରରେ ଉପସ୍ଥିତ ହୋଇ ନାରାୟଣଙ୍କ ଦାରୁମଣ୍ଡକୁ ଲୟ ରଖି କଳା ସାହିତ୍ୟ ସଂସ୍କୃତି ନିୟମ ଅନୁସାରେ ଯିବାକୁ ହେଲେ ସର୍ବପ୍ରଥମେ 3 କୋଟି ହରିବୋଲ ଅର୍ପଣ କରିବାକୁ ପଡ଼ିବ କେମିତି ଦିଆଯାଉଛି ଶ୍ରୀ ସତ୍ୟନାରାୟଣଙ୍କର ଶତାବ୍ଦୀ ଅର୍ଥେ ଦେବଦେବ ମହାଦେବଙ୍କର ଶତାବ୍ଦୀ ଅର୍ଥେ ବୋଲମନ ଆନନ୍ଦ ସାଗରେ ହରି ହରି
ବିଶ୍ୱଚିନ୍ତାମଣି ଲକ୍ଷ୍ମୀନାରାୟଣ ଏଗାର ପାଲା ଅଳ୍ପ ସମୟ ଗରମ ଦିନ ବୁଝିଲୁ ବେଶୀ ଆଡୁ ସିଆଡୁ କିଛି ନ କହି ଭୁଜଙ୍ଗ ମାଧ୍ୟମରେ ଲକ୍ଷ୍ମୀନାରାୟଣଙ୍କୁ ଆହ୍ୱାନ କରି ଗନ୍ତବ୍ୟ ପଥରେ ଯିବା ପାଇଁ ଚେଷ୍ଟା କରିବା। ବଡ଼ ଭାଇ କୃଷ୍ଣ ଗନ୍ତବ୍ୟ ପଥରେ ଆଗେଇବା ପାଇଁ ବାପା କର୍ତ୍ତବ୍ୟ ପରାୟଣ ଧନ ତେଣୁ ବାପା ଯେଉଁ ସଭାସ୍ଥଳରେ ତୁ ଉପସ୍ଥିତ ହୋଇଛୁ ତାର କର୍ତ୍ତବ୍ୟ କରିବାକୁ ପଡ଼ିବ। ସର୍ବପ୍ରଥମେ ନାରାୟଣଙ୍କ ଦରବାରରେ ଉପସ୍ଥିତ ହୋଇ ନୀତିମ ଅନୁସାରେ ଯାଇ ତିନି କୋଟି ହରିବୋଲ ଅର୍ପଣ କରିଛି। ତିନି କୋଟି ହରିବୋଲ ପ୍ରଥମ ହରିବୋଲ ସ୍ଥାନ ପବିତ୍ର, ଦ୍ୱିତୀୟ ହରିବୋଲ କଣ୍ଠ ପବିତ୍ର, ତୃତୀୟ ହରିବୋଲ ଜଗମାନ ମନସ୍କର ପବିତ୍ର। ବାପା ଥିଲା କି ଥିଲା ପାଞ୍ଚ ସେ ଭିତରକୁ ଯିବା ଦରକାର ନାହିଁ। ପୁଣି କେତେ ହେଲେ ଦେଖିବା ତିନି କୋଟି ହରିବୋଲ କାହିଁକି ହେଲା ଭିତରକୁ ଯିବା ଦରକାର ନାହିଁ। ତେଣୁ ବାପା ଅଧିବାସ ରଜନୀ ନାରାୟଣଙ୍କ ଦରବାର ତେଣୁ ନାରାୟଣଙ୍କର ଅଧିବାସ ଅଧିବାସ କିଭଳି হয় ପଦେବ ନାରାୟଣଙ୍କ ଦରବାରରେ ଭାଇ ନାରାୟଣଙ୍କର ଅଧିବାସ ଅଧିବାସ ଏ ପୁଷ୍ପା ସିନ୍ଧୁ ପ୍ୟାଣ୍ଟ ପିନ୍ଧି ପଡ଼ିବ ଗୋଲ ଗୋଲ ତେଣୁ ଆମକୁ ପୂଜାକେ କରିବାକୁ ଗଲେ କି ଅଧିବାସ କରିବାର ଅର୍ଥ ସବୁ ସାମଗ୍ରୀ ଆସିଗଲା। ବର୍ତ୍ତମାନ ପୂଜା ଅର୍ଚ୍ଚନା ଉପରକୁ ଯିବା। ପୂଜା ଅର୍ଚ୍ଚନା ଉପରକୁ ଯିବାକୁ ହେଲେ କର୍ତ୍ତବ୍ୟ ପରାୟଣ ତେଣୁ ବାପା କର୍ତ୍ତବ୍ୟ କରିଚାଲିବା। ତେଣୁ ଅଧିବାସ ଯାଇଛି ବର୍ତ୍ତମାନର କାର୍ଯ୍ୟକ୍ରମ କାର୍ଯ୍ୟ କାରିକା ଉପରକୁ ଯିବା। ଭାଗ୍ୟର କାରିକା କଣ କହୁଛି ପ୍ରଥମେ ଗୁରୁଦେବଙ୍କୁ ନମସ୍କାର, ଦ୍ୱିତୀୟ ମୃଦଙ୍ଗ ବରମଃ, ତୃତୀୟ ବ୍ରଜ ମଣ୍ଡଳୀ, ଚତୁର୍ଥ ରାମ ରାୟଣ, ପଞ୍ଚମ ଭଞ୍ଜ ବାସନ୍ତ, ଷଷ୍ଠ ରାଜା କରି କଥା, ସପ୍ତମ ସତ୍ୟ ଶରଣ, ଅଷ୍ଟମ ଦିଗବନ୍ଦନ, ନବମ ନବଦାନ୍ତ, ଦଶ ତାରିଖ ଘଟିତା। ପ୍ରଥମେ ଗୁରୁଦେବଙ୍କୁ ନମସ୍କାର, ତେଣୁ ଗୁରୁଙ୍କୁ ଟିକେ ଡାକିବା। ତେଣୁ ଗୁରୁଙ୍କର ପାଦରେ ଶରଣ ନେବା, ତାପରେ ଆଗକୁ କାରଣ ଇଏ କଳାର ବଙ୍କା ଘର ଆମେ ବେଶୀ କିଛି ଆମ ସାଙ୍ଗସାଥି ଅଛନ୍ତି ପ୍ରାଚୀନ ଅନୁଷ୍ଠାନ। ତେଣୁ କର୍ତ୍ତବ୍ୟ ପରାୟଣ ଧନ ପରଶର କାହାକୁ କୋଉ ଜିନିଷ ଅଜଣା ନାହିଁ ତାହା ନୁହେଁ। ତେଣୁ ବାପା ଚାଳ କରିଥିଲେ କର୍ତ୍ତବ୍ୟ କରିବାକୁ କରିବା ଦରକାର। ତେଣୁ ଗୁରୁକୁ ଟିକେ ପାଦରେ ଶରଣ गुरु ब्रह्मा गुरु विष्णु गुरुदेव महेश्वरा गुरु साक्षात् परं ब्रह्म तस्मै श्री गुरवे नमः।
তোমার গুরুଙ୍କର ପାଦର ଶରଣରେ ଇଏ ତ କଳାର ଗୋଟା ଘର କଣ ବା କହିବା କାହାକୁ ଶୁଣିବ କିଏ ତଥାପି ଆମକୁ କହିବାକୁ ପଡ଼ିବ ତେଣୁ ଗୁରୁ ଆଉ ଗୁରୁ କରମଳା ଠାକୁର ବିରାଟ କଣ ଥିଲେ ଗୁଣକାର ଗୁଣାଚିତ ଲୁକାର ସମର୍ଜିତ ଗୁଣ ରୂପ ଗୁଣାସ୍ଥିତ ଶ୍ରୀ ଗୁଣମୟୀ ନମଃ କଣ ଲେଖିଲେ গুণকার গুণাতীত রূপকার রূপবর্জিত অর্থ গুণরে কল্পনা করি হুয়ে নাই রূপরে বর্ণনা করি হুয়ে নাই নমস্কার সময়ে সামনারে থাইকে নাই যে ভাবধারায় রানী পাঠিও যে সাথে দিও সে হি পাঠিও হেলে অজ্ঞান তুমি নচ্ছ হজ্ঞান আঙ্গন সাথে চক্ষুঙ্গে তুমি দেবতা তসমৈ শ্রী গুরুদেব জ্ঞানময় অন্ধকারণে যে আলোকময় জ্ঞান ଦେଇପାରେ ସତ ପଥର ଦେଇପାରେ ଶାନ୍ତି ଦେଇପାରେ ନ୍ୟାୟ ଦେଇପାରେ ତାକୁ ହିଁ ଗୁରୁ କହିବା ଆଉ କିଏ ଗୁରୁ ଅଛନ୍ତି ନା ଟିକେ ଆଗ କହିବା ହେଲେ ଅଭିରାମ ପରମହଂସ ଥିଲେ ଗୁଣରେ କଳନା କରି ହୁଏ ନାହିଁ ଜୀବନ ବର୍ଣ୍ଣନା କରି ହୁଏ ନାହିଁ ନମସ୍କାର ସମୟରେ ସାମ୍ନାରେ ଥାଇକି ନାହିଁ ଏ ଭାବଧାରା ରାଣିପାରେ ହେଲେ ଗୁରୁ କଣ ସମସ୍ତେ ଧରିପାରିବେ ଆରେ କେଉଁମାନେ ଧରିପାରିବେ ଆଚ୍ଛା ନାନା ଗୁରୁ କୋଉମାନେ ଧରି ପାରିବେ କେଉଁମାନେ ଧରି ପାରିବେନି ଆଚ୍ଛା ଆଚ୍ଛା ବଡ଼ ଭାଇ କୃଷ୍ଣ ଗୁରୁ କଣ ଏବେ ଧରିଛନ୍ତି ଆଗ ଧରିଥିଲେ ଏଇ ଆପଣ ଧରିବେ ଯୁଗ ଭାଇ ଯୁଗ ଗୁରୁ ଧରିଥିଲେ କେମିତି ପ୍ରମାଣ ଅଛି ସତ୍ୟ ଯୁଗରେ ବଳିରାଜା ତାଙ୍କର ଗୁରୁ ଥିଲା ଅମାନ୍ୟ କରି ଯାଇଥିଲେ ଶୁକ୍ରାଚାର୍ଯ୍ୟ ତାଙ୍କର କଥା ଅମାନ୍ୟ କରି